ओम शांति। ଆଜିର ଏହି ଆଲୋଚନାକୁ ମୋର ଅନୁରୋଧ ସମ୍ପୂର୍ଣ୍ଣ ଭାବେ ଶୁଣନ୍ତୁ, ତାହେଲେ ଯାଇ ଏହାର ପୁରା ମର୍ମ ଆପଣ ବୁଝିପାରିବେ। ଆଉ ହଁ, ବାବାଙ୍କ ଦୈନିକ ମୁରଲି ଆଉ ଏମିତି ଅନେକ ଜ୍ଞାନର କଥା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ମନେ ରଖିବେ। ଆଜି ଆମେ ବାବାଙ୍କ ମହାବାକ୍ୟ ମାନେ 24 ଅକ୍ଟୋବର 2025ର ଯୋଉ ମୁରଲି ଅଛି ସେଇଟା ଉପରେ ଟିକେ ଗଭୀର ଭାବେ ଦେଖିବା। ଆଉ ଏହାର ମୂଳ ସାର ତ ବହୁତ ସ୍ପଷ୍ଟ। ପରମପିତା ପରମାତ୍ମା ବାବା ଆମକୁ ଘରକୁ ଫେରିବାର ବାଟ ଦେଖାଇବାକୁ ଆସିଛନ୍ତି। ଆଉ ଯଦି ଆମେ ଆତ୍ମା ସଚେତନ ରହିବା ତାହେଲେ ଯାଇ ଏହି ସହଜ ବାଟଟା ଦେଖାଯିବ। ତେବେ ଏହି ଆତ୍ମା ସଚେତନତା ଆଉ ଘରକୁ ଫେରିବାର ବାଟ ଏଇଟା ପ୍ରକୃତରେ କ'ଣ ବୁଝାଉଛି? ଚାଲନ୍ତୁ ଏହାର ଗଭୀରତାକୁ ଯିବା। ମୁରଲିର ଆରମ୍ଭରେ ହିଁ ମହାବାକ୍ୟ ଅଛି, ମଧୁର ସନ୍ତାନଗଣ, ବାବା ତୁମକୁ ଘରକୁ ଫେରିବାର ପଥ ଦେଖାଇବାକୁ ଆସିଛନ୍ତି। ଏମିତିକି ଗୀତରେ ବି ଅଛି, ଆମେ ଶୁଣିଛେ, ଅନ୍ଧକୁ ପଥ ଦେଖାଅ ହେ ଭଗବାନ। ଏଠି ଘରକୁ ଫେରିବାର ପଥ ଆଉ ଆତ୍ମା ସଚେତନ ହେବା, ଏହାର ଗଭୀର ଅର୍ଥ କ'ଣ? ଏଇଟା ଭକ୍ତି ମାର୍ଗଠୁ କେମିତି ଅଲଗା? ହଁ, ଦେଖନ୍ତୁ, ଏଠି ଘରକୁ ଫେରିବାର ପଥ ମୁଖ୍ୟତଃ ଦୁଇଟା ଜିନିଷକୁ ବୁଝାଉଛି। ଗୋଟେ ହେଲା ମୁକ୍ତି ମାନେ ଶାନ୍ତିଧାମ, ଆମ ଆତ୍ମାମାନଙ୍କର ନିଜ ଘରକୁ ଫେରିବା। ଆଉ ଦ୍ୱିତୀୟଟା ହେଲା ଜୀବନ ମୁକ୍ତି, ମାନେ ମୁକ୍ତି ସାଙ୍ଗକୁ ସ୍ୱର୍ଗ ବା ସୁଖଧାମରେ ଦେବତା ଜୀବନ ପାଇବା, ଯାହାକୁ ଆମେ ସଦ୍ଗତି କହୁଛୁ। ଆଉ ଆତ୍ମା ସଚେତନ ହେବା ମାନେ ନିଜକୁ ଏଇ ଶରୀରଠୁ ଅଲଗା ଗୋଟେ ଚେତନ ଶକ୍ତି, ଗୋଟେ ଜ୍ୟୋତିର୍ବିନ୍ଦୁ ଆତ୍ମା ବୋଲି ଅନୁଭବ କରିବା, ଆଉ ସେହି ସ୍ମୃତିରେ ରହିବା। ଯେତେବେଳେ ଏହି ସଚେତନତା ଦୃଢ଼ ହୁଏ, ସେତେବେଳେ ଘରକୁ ଫେରିବା ବାଟଟା ଏମିତିରେ ହିଁ ସହଜ ଲାଗେ। ଆଉ ଏଇଟା ଭକ୍ତି ମାର୍ଗଠୁ ପୁରାପୁରି ଅଲଗା। ଭକ୍ତିରେ ତ ଦେଖିବେ କେତେ ଶାରୀରିକ ପରିଶ୍ରମ, ତୀର୍ଥ ଯିବା, ବ୍ରତ, ଉପବାସ, ମନ୍ତ୍ର ଜପିବା ଆଉ କେତେ କ'ଣ କର୍ମକାଣ୍ଡ, ଯେଉଁଥିରେ ଲୋକେ ବାରମ୍ବାର ଠୋକର ଖାଆନ୍ତି, ମାନେ ଦ୍ୱନ୍ଦ୍ୱରେ ପଡ଼ନ୍ତି, ଅସଫଳ ହୁଅନ୍ତି। କିନ୍ତୁ ଏଇ ଜ୍ଞାନ ମାର୍ଗରେ କେବଳ ଗୋଟିଏ ମୁଖ୍ୟ କଥା, ନିଜକୁ ଆତ୍ମା ଭାବି ପରମପିତା ପରମାତ୍ମାଙ୍କୁ ମନେ ପକେଇବା। ଆଉ କେବଳ ସେହି ଜଣେ ଅସୀମିତ ବାବା ହିଁ ଏହି ସରଳ ଆଉ ସହଜ ବାଟ ଦେଖେଇ ପାରିବେ। ଆଚ୍ଛା, ତେବେ ପ୍ରକୃତ ପରିବର୍ତ୍ତନ ବାହାର କର୍ମକାଣ୍ଡରେ ନାହିଁ, ବରଂ ଭିତରର ସଚେତନତାରେ ଅଛି। ମୁରଳୀରେ ଆହୁରି ବି କୁହାଯାଇଛି ଯେ ଆତ୍ମା ଇନ୍ଦ୍ରିୟ ଦେଇ କର୍ମ କରେ ଆଉ ରାବଣ ରାଜ୍ୟରେ ପାପକର୍ମ ହୁଏ, ଯାହା ବହୁତ ମଇଳା। କିନ୍ତୁ ସ୍ୱର୍ଣ୍ଣ ଯୁଗରେ କର୍ମ ଅକର୍ମ ହୋଇଯାଏ। ଏ ଅକର୍ମ ଜିନିଷଟା କ'ଣ? ହଁ, ଦେଖନ୍ତୁ, ଆତ୍ମା ତ ନିଜେ ଅଶରୀରୀ, କିନ୍ତୁ କାମ କରିବାକୁ ତାକୁ ଏଇ ଦେହର ଇନ୍ଦ୍ରିୟ ସବୁ ମିଳିଛି, ଯେମିତି ଆଖି, କାନ, ମୁହଁ। ଏବେ କଳିଯୁଗ ବା ରାବଣ ରାଜ୍ୟରେ କ'ଣ ହେଉଛି ନା, ମଣିଷ 5ଟା ବିକାର କାମ, କ୍ରୋଧ, ଲୋଭ, ମୋହ, ଅହଙ୍କାର ଏହାରି ବଶରେ କର୍ମ କରୁଛି। ତ ଏଇ ବିକାର ସହିତ କରାଯାଉଥିବା କର୍ମ ହିଁ ପାପକର୍ମ, ଯାହା ଆତ୍ମାକୁ ମଇଳା କରୁଛି ଆଉ ଦୁଃଖ ଦେଉଛି। କିନ୍ତୁ ସ୍ୱର୍ଣ୍ଣ ଯୁଗରେ ରାବଣ ନାହିଁ, ମାନେ 5 ବିକାର ନାହିଁ। ସେଠି ଦେବତାମାନେ ନିର୍ବିକାରୀ ସ୍ଥିତିରେ ରହି କର୍ମ କରନ୍ତି। ତେଣୁ ସେମାନଙ୍କ କର୍ମର କୌଣସି ବିକର୍ମ ବା ପାପ ପୁଣ୍ୟର ହିସାବ ତିଆରି ହୁଏନି, ସେଇଟା ଅକର୍ମ ହେଇଯାଏ, ମାନେ କର୍ମବନ୍ଧନରୁ ମୁକ୍ତ, ନିରପେକ୍ଷ କର୍ମ। ଏଇଟା ହେଲା ମୂଳ ଫରକ। ବାସ୍ତବିକ ଏଟା ବହୁତ ଗଭୀର କଥା। ମୁରଲୀରେ ଆଉ ଗୋଟେ ପ୍ରଶ୍ନ ଅଛି ଯେ ସଙ୍ଗମ ଯୁଗରେ ଏମିତି କ'ଣ ଜ୍ଞାନ ମିଳେ ଯାହାଦ୍ୱାରା ସ୍ୱର୍ଣ୍ଣ ଯୁଗର ଦେବତାମାନେ ମୋହଜିତ ହୁଅନ୍ତି? ମୋହଜିତ ଶବ୍ଦଟା ଶୁଣିବାକୁ ବହୁତ ଶକ୍ତିଶାଳୀ ଲାଗୁଛି। ହଁ, ନିଶ୍ଚୟ। ଏହାର ଉତ୍ତର ହେଉଛି, ଏଇ ସଙ୍ଗମ ଯୁଗରେ ବାବା ଆମକୁ ମୁଖ୍ୟତଃ 2ଟା ଜ୍ଞାନ ଦିଅନ୍ତି, ଯାହା ମୋହଜତ ସ୍ଥିତିର ମୂଳଦୁଆ। ପ୍ରଥମ କଥା, ସେ ଆମକୁ ଅମର କଥା ଶୁଣନ୍ତି, ମାନେ ଆତ୍ମାର ଅମରତା ଆଉ ଅବିନାଶୀ ସ୍ୱରୂପର ଜ୍ଞାନ। ଆମେ ଶରୀର ନୁହଁ, ଆମେ ଅବିନାଶୀ ଆତ୍ମା, ଆମେ କେବେ ମରୁନୁ। ଆଉ ଦ୍ୱିତୀୟ କଥା, ସେ ପୁରା ସୃଷ୍ଟି ଚକ୍ର ବା ଏ ବିଶ୍ୱ ନାଟକର ଆଦି, ମଧ୍ୟ, ଅନ୍ତର ରହସ୍ୟ ବୁଝାନ୍ତି। ଏ ନାଟକ ଅବିନାଶୀ ଆଉ ପୂର୍ବରୁ ନିର୍ଦ୍ଧାରିତ। ସବୁ ଆତ୍ମା ନିଜ ନିଜ ପାର୍ଟ ବଜାଉଛନ୍ତି। ଆତ୍ମା ଗୋଟେ ପୁରୁଣା ଦେହ ଛାଡ଼ି ନୂଆ ଦେହ ନେବା ଏ ନାଟକର ଗୋଟେ ଅଂଶ। ଏଇ ସତକଥାକୁ ଯେତେବେଳେ ଆମେ ଭଲ ଭାବେ ବୁଝିଯାଉ, ସେତେବେଳେ ମୋହ ଦୂର ହୋଇଯାଏ। ଯେତେବେଳେ ଆମେ ଜାଣିଲେ ଯେ ଆତ୍ମା ଅମର, ଦେହ ନାଶ ହେବ ଆଉ ସବୁ ନାଟକ ଅନୁସାରେ ଚାଲିଛି, ସେତେବେଳେ କୌଣସି ଲୋକ ବା ଜିନିଷ ପ୍ରତି ବେଶୀ ମୋହ ରହିବନି। ଶରୀର ଛାଡ଼ିବାକୁ ମୃତ୍ୟୁ ନ କହି ଗୋଟେ ପୋଷାକ ବଦଳେଇବା ପରି ଲାଗିବ। ସ୍ୱର୍ଣ୍ଣଯୁଗର ଦେବତାମାନେ ଏହି ଜ୍ଞାନର ସ୍ୱରୂପ ହୋଇଥାନ୍ତି, ସେଥିପାଇଁ ସେମାନେ ପୁରା ମୋହଜିତ।
ସେଠି ମୃତ୍ୟୁର ଡର ନାହିଁ, କାନ୍ଦ ବୋବାଳି ନାହିଁ। ସେମାନେ ଖୁସିରେ ଗୋଟେ ଦେହ ଛାଡ଼ି ନୂଆ ଦେହ ନିଅନ୍ତି। ଏବେ କଳିଯୁଗରେ ଏ ଜ୍ଞାନ ନାହିଁ, ତେଣୁ ଦେହ ଅଭିମାନ ଆଉ ମୋହ ପାଇଁ ମୃତ୍ୟୁବେଳକୁ ଏତେ ଦୁଃଖ, ଏତେ ଡର। ବାଃ, ତାହେଲେ ଏଇ ଜ୍ଞାନ ଖାଲି ଗୋଟେ ଥିଓରି ନୁହେଁ, ଏଇଟା ମୋହ ଭଳି ବନ୍ଧନରୁ ବାହାରିବାର ପ୍ରାକ୍ଟିକାଲ ଚାବି, ବାସ୍ତବରେ ଏକ ମହତ୍ତ୍ୱପୂର୍ଣ୍ଣ କଥା। ଏହା ସହିତ ମୁରଲୀରେ ପବିତ୍ରତା ଉପରେ ବି ବହୁତ ଜୋର ଦିଆଯାଇଛି। ନୂଆ ଦୁନିଆକୁ ସତପ୍ରଧାନ ଆଉ ପୁରୁଣା ଦୁନିଆକୁ ତମପ୍ରଧାନ କୁହାଯାଇଛି। ଏମିତିକି ଛୋଟ ପିଲାଙ୍କୁ ମହାତ୍ମାଙ୍କଠୁ ବି ଉଚ୍ଚ କୁହାଯାଇଛି, କାରଣ ସେମାନେ ସତପ୍ରଧାନ, ନିରୀହ। ଦେବତାମାନଙ୍କୁ ସର୍ବଗୁଣ ସମ୍ପନ୍ନ କୁହାଯାଏ, କିନ୍ତୁ ସାଧୁସନ୍ତମାନଙ୍କୁ ନୁହେଁ। ଏହାର କାରଣ କ'ଣ? ଏହାର ମୂଳ କାରଣ ହେଉଛି ସେଇ ପବିତ୍ରତା ଆଉ ନିର୍ବିକାରୀ ସ୍ଥିତି। ନୂଆ ଦୁନିଆ ବା ସତ୍ୟଯୁଗ ପୁରାପୁରି ସତପ୍ରଧାନ, କାରଣ ସେଠି 5 ବିକାରର ଚିହ୍ନବରଣ ନଥାଏ। ଆତ୍ମାମାନେ ପୁରା ଶୁଦ୍ଧ, ପବିତ୍ର ଥାଆନ୍ତି। ଆଉ ପୁରୁଣା ଦୁନିଆ ବା କଳିଯୁଗ ହେଉଛି ତମୋପ୍ରଧାନ, କାରଣ ଏଠି ବିକାରର ପୁରା ପ୍ରଭାବ। ଛୋଟ ପିଲାମାନେ ଯେତେବେଳେ ଜନ୍ମ ହୁଅନ୍ତି, ସେମାନେ ଅପେକ୍ଷାକୃତ ଶୁଦ୍ଧ ଆଉ ନିରୀହ ଥାଆନ୍ତି। ସେମାନଙ୍କ ମନକୁ ବିକାର କଥା ଆସିନଥାଏ। ସେଥିପାଇଁ ସେମାନଙ୍କୁ ସତପ୍ରଧାନ କୁହାଯାଇଛି। କିନ୍ତୁ ମହାତ୍ମା ବା ସାଧୁସନ୍ତମାନେ ତ ସଂସାରରେ ବଡ଼ ହୋଇ ବିକାରକୁ ଅନୁଭବ କରି ତାପରେ ବୋଧେ ଘରଦ୍ୱାର ଛାଡ଼ନ୍ତି। ତଥାପି ସେମାନେ ପୁରା ନିର୍ବିକାରୀ ହୋଇ ନ ପାରନ୍ତି। କିନ୍ତୁ ସ୍ୱର୍ଣ୍ଣଯୁଗର ଦେବତାମାନେ ଜନ୍ମରୁ ହିଁ ପୁରା ନିର୍ବିକାରୀ, ସର୍ବଗୁଣ ସମ୍ପନ୍ନ, ଷୋହଣକଳା ସମ୍ପୂର୍ଣ୍ଣ ଆଉ ପୁରାପୁରି ଅହିଂସକ। ସେଥିପାଇଁ ଏ ଗୁଣଗାନ କେବଳ ଦେବତାମାନଙ୍କ ପାଇଁ କରାଯାଏ। ଏଠି ହିଂସାର ଆଉ ଗୋଟେ ଅଲଗା ଅର୍ଥ ବି ଦିଆଯାଇଛି। ଖାଲି ମାରପିଟ ନୁହେଁ, ବରଂ କାମକଟାରି ଚଲାଇବା ହେଉଛି ସବୁଠି ବଡ଼ ହିଂସା। ଏଇଟା ଟିକେ ବୁଝାଇବେ କି? ହଁ, ସାଧାରଣତଃ ଆମେ ହିଂସା କହିଲେ ତାହାକୁ ଦେହରେ ମାରିବା ବା ହତ୍ୟା କରିବାକୁ ବୁଝୁ। କିନ୍ତୁ ବାବାଙ୍କ ଶିକ୍ଷା ଅନୁସାରେ ସବୁଠୁ ସୂକ୍ଷ୍ମ ଆଉ ଗଭୀର ହିଂସା ହେଉଛି କାମବାସନା ବା ବିକାରର ବଶରେ ରହିବା, ଯାହାକୁ କାମ କଟାରି ଚଳାଇବା କୁହାଯାଇଛି। କାରଣ ଏଇ ଗୋଟିଏ ମୁଖ୍ୟ ବିକାର ହିଁ ବାକି ସବୁ ବିକାର ଆଉ ପାପକର୍ମର ମୂଳ। ଏହିଟା ଆତ୍ମାକୁ ସବୁଠୁ ବେଶୀ ଅପବିତ୍ର କରେ ଆଉ ଦୁଃଖ ସାଗରରେ ବୁଡ଼ାଏ। ଦେବତାମାନେ ପୁରାପୁରି ଅହିଂସକ, କାରଣ ସେମାନେ ଏଇ କାମ କଟାରି ଚଳାନ୍ତି ନାହିଁ, ମାନେ ସେମାନେ ପୁରା ପବିତ୍ର ଆଉ ନିର୍ବିକାରୀ। ପରମପିତା ଏବେ ଏଇ ସଙ୍ଗମ ଯୁଗରେ ଆସି ମଣିଷକୁ ଏଇ ମହାନ ହିଂସାରୁ ମୁକ୍ତ କରି ପୁଣି ସେଇ ଦେବତାପଦ ଦେବା ପାଇଁ ଜ୍ଞାନ ଆଉ ଯୋଗ ଶିଖାଉଛନ୍ତି। ଆଚ୍ଛା, ସେଥିପାଇଁ ବୋଧେ କୁହାଯାଇଛି ଯେ ଏବେ କେହି ନିଜକୁ ଦେବତା କହିପାରିବେ ନାହିଁ, କାରଣ ସମସ୍ତେ ନିଜ ଭିତରେ ସେଇ ପତିତପଣ ବା ଅପବିତ୍ରତା ଅନୁଭବ କରୁଛନ୍ତି। ଏହା ସହିତ ଆଉ ଗୋଟେ କଥା, ହିନ୍ଦୁ ଧର୍ମ ନାଁଟା କେମିତି ଆସିଲା, ଯେତେବେଳେ କି ମୂଳ ଧର୍ମ ଥିଲା ଆଦି ସନାତନ ଦେବୀ ଦେବତା ଧର୍ମ? ହଁ, ଠିକ୍ କଥା। ଯେତେବେଳେ ମଣିଷ ଆତ୍ମାମାନେ ଦ୍ୱାପର ଯୁଗରୁ ଧୀରେ ଧୀରେ ବିକାରର ବଶ ହୋଇ ତଳକୁ ଖସିବାକୁ ଲାଗିଲେ, ସେମାନେ ନିଜର ପୂର୍ବ ଦେବତା ସ୍ୱରୂପକୁ ଭୁଲିଗଲେ ଆଉ ନିଜକୁ ଦେବତା କହିବାକୁ ଟିକେ ଲାଜ କଲେ ବା ଅଯୋଗ୍ୟ ଭାବିଲେ। ସେତେବେଳେ ଭାରତକୁ ହିନ୍ଦୁସ୍ତାନ ବି କୁହାଯାଉଥିଲା, ତ ସେମାନେ ନିଜକୁ ହିନ୍ଦୁ ବୋଲି କହିଲେ। ଏମିତି ଭାବରେ ମୂଳ ଆଦି ସନାତନ ଦେବୀ ଦେବତା ଧର୍ମ ବଦଳରେ ହିନ୍ଦୁ ଧର୍ମ ନାଁଟା ଚାଲି ଆସିଲା। ଆଉ ଗୋଟେ କଥା, ସତ୍ୟଯୁଗ ଆଉ ତ୍ରେତୀୟା ଯୁଗରେ କୌଣସି ପୂଜାପାଠ ନଥିଲା, କାରଣ ସମସ୍ତେ ନିଜେ ହିଁ ଦେବତା ଥିଲେ। ଦ୍ୱାପର ଯୁଗର ଯେବେ ଦୁଃଖ ଆରମ୍ଭ ହେଲା, ସେତେବେଳେ ପ୍ରଥମେ ଖାଲି ଜଣେ ଶିବ ବା ପରମାତ୍ମାଙ୍କର ଅବ୍ୟଭିଚାରୀ ପୂଜା ଆରମ୍ଭ ହେଲା, ମାନେ କେବଳ ଜଣଙ୍କୁ ପୂଜା କରୁଥିଲେ। କିନ୍ତୁ ପରେ ପରେ ଅନେକ ଦେବୀ ଦେବତା, ଗୁରୁ, ଏମିତି ସମସ୍ତଙ୍କ ପୂଜା ଆରମ୍ଭ ହେଲା, ଯାହାକୁ ବ୍ୟଭିଚାରୀ ପୂଜା କୁହାଯାଏ। କାରଣ ଲୋକେ ଜଣଙ୍କୁ ଛାଡ଼ି ଅନେକଙ୍କୁ ପୂଜିବାକୁ ଲାଗିଲେ। ଆଚ୍ଛା, ତେବେ ଯେତେବେଳେ ଆମେ ଏଇ ପବିତ୍ରତା ଆଉ ନିର୍ବିକାରୀ ସ୍ଥିତି କଥା କହୁଛେ, ଏଟା ଆଧ୍ୟାତ୍ମିକ ଉତ୍ତରାଧିକାର ପ୍ରଶ୍ନକୁ ବି ଆଣୁଛି, ଯାହା ଉପରେ ମୁରଳୀରେ କୁହାଯାଇଛି। ଜୋର ଦିଆଯାଇଛି ଯେ ଉତ୍ତରାଧିକାର ଖାଲି ଜଣେ ପିତା ମାନେ ପରମାତ୍ମାଙ୍କଠୁ ମିଳେ, କୌଣସି ଦେବୀ ଦେବତା କି ଏପରିକି ବ୍ରହ୍ମାଙ୍କଠୁ ବି ନୁହେଁ। ଏହା ପଛରେ କାରଣ କ'ଣ? ଦେଖନ୍ତୁ, ନିୟମ ତ ଏଇଆ ଯେ ଉତ୍ତରାଧିକାର ସବୁବେଳେ ବାପାଙ୍କଠୁ ହିଁ ମିଳେ। ଆମ ସବୁ ଆତ୍ମାଙ୍କର 2 ଜଣ ପିତା ଅଛନ୍ତି। ଜଣେ ହେଲେ ଲୌକିକ ବା ଏଇ ଦେହର ବାପା, ଯିଏ ଦେହକୁ ଜନ୍ମ ଦେଇଛନ୍ତି, ଆଉ ଅନ୍ୟ ଜଣେ ହେଉଛନ୍ତି ପାରଲୌକିକ ପିତା, ସବୁ ଆତ୍ମାଙ୍କର ବାପା, ପରମ ପିତା ପରମାତ୍ମା ଶିବ। ତ ସ୍ୱର୍ଗର ବାଦଶାହୀ ବା 21 ଜନ୍ମର ସୁଖର ଯୋଉ ଉତ୍ତରାଧିକାର, ସେଟା କେବଳ ସେଇ ପରମ ପିତା ହିଁ ଦେଇପାରିବେ।
ଦେବୀ ଦେବତାମାନେ ତ ନିଜେ ସେଇ ଉତ୍ତରାଧିକାର ପାଇଥିବା ସ୍ଥିତି। ଏପରିକି ବ୍ରହ୍ମା ଯାହାଙ୍କ ମାଧ୍ୟମରେ ବାବା ଜ୍ଞାନ ଦିଅନ୍ତି, ସେ ବି ପରମାତ୍ମାଙ୍କର ରଚନା ଆଉ ତାଙ୍କଠୁ ଉତ୍ତରାଧିକାର ପାଉଥିବା ସନ୍ତାନ। ତେଣୁ ବ୍ରହ୍ମା ବା ଆଉ କୌଣସି ଦେବତାଙ୍କଠୁ ସ୍ୱର୍ଗର ଉତ୍ତରାଧିକାର ମିଳିବନି, କେବଳ ପରମପିତା ଶିବଙ୍କଠୁ ହିଁ ମିଳିବ। ଆମେ ଦୁଃଖ ବେଳେ ଦେଖିବେ ଆପେ ଆପେ ଲୌକିକ ବାପାଙ୍କୁ ନୁହେଁ, ସେଇ ପରମପିତାଙ୍କୁ ହିଁ ହେ ଭଗବାନ, ହେ ପ୍ରଭୁ କହି ଡାକୁ। ମନେ ପକାଉ, ଏଇଟା ବି ପ୍ରମାଣ କରୁଛି ଯେ ଆମର ପ୍ରକୃତ ଆଉ ମୁଖ୍ୟ ସମ୍ବନ୍ଧ ସେଇ ପରମପିତାଙ୍କ ସାଙ୍ଗରେ ହିଁ ଅଛି। ହଁ, ଠିକ୍ କଥା। ଏହା ସହିତ ମୁରଲୀରେ ଆଜିକାଲିର ପରିବାର ସମ୍ପର୍କର ଗୋଟେ ଦିଗ ବି ଦେଖାଯାଇଛି। ଯେମିତି ବାପାଙ୍କ ମୃତ୍ୟୁ ପରେ ସମ୍ପତ୍ତି ପାଇଁ ପିଲାମାନେ ମାଙ୍କ ଅବହେଳା କରିବା କଥା। ଏଇଟା କୋଉ ବିଷୟକୁ ଦେଖାଉଛି? ଏଇଟା ମୁଖ୍ୟତଃ କଳିଯୁଗର ଦେହ, ଅଭିମାନ ଆଉ ପୁରା ଘୋର ମୋହର ପ୍ରଭାବକୁ ଦେଖାଉଛି। ଯେତେବେଳେ ସମ୍ପର୍କର ଆଧାର ଆତ୍ମିକ ସ୍ନେହ ବଦଳରେ ଖାଲି ଶରୀରର ସମ୍ବନ୍ଧ ଆଉ ସ୍ୱାର୍ଥ ହୋଇଯାଏ, ସେତେବେଳେ ଏମିତି ଖରାପ ସ୍ଥିତି ଆସେ। ବାପା ଗଲା ପରେ ସମ୍ପତ୍ତି ଲୋଭରେ ମା ପ୍ରତି କର୍ତ୍ତବ୍ୟ ଭୁଲିଯିବା, ଏଇଟା ଦୁନିଆର ସମ୍ପର୍କ କେତେ ଅସ୍ଥାୟୀ ଆଉ ମୋହ କେତେ ଖରାପ ସେଇଟା ଦେଖାଉଛି। ପରମପିତାଙ୍କ ସହିତ ଆମର ଯେଉଁ ନିଃସ୍ୱାର୍ଥପର ଆଉ ସବୁଦିନିଆ ସମ୍ବନ୍ଧ ଅଛି, ସେଇଟା ଏଇ ଦୁନିଆର ମୋହଜାଲଠୁ ପୁରା ଉପରେ ରହିବା ଦରକାର। ଏବେ ଆସିବା ଶ୍ରୀମତ୍ ପାଳନ କଥାକୁ। କୁହାଯାଇଛି ଯେ ନିଜେ ଶ୍ରୀକୃଷ୍ଣ ବି ପରମପିତା ପରମାତ୍ମାଙ୍କ ଶ୍ରୀମତ୍ ପାଳନ କରି ହିଁ ସ୍ୱର୍ଣ୍ଣଯୁଗର ପ୍ରଥମ ରାଜକୁମାର ପଦ ପାଇଥିଲେ। ଏ ଶ୍ରୀମତର ମହତ୍ତ୍ୱ କ'ଣ, ଆଉ ଏଇଟା ମୁଖ୍ୟ ବଂଶାବଳୀ ସନ୍ତାନ କଥା ସହିତ କେମିତି ଯୋଡ଼ା? ହଁ, ଶ୍ରୀମତ୍ ମାନେ ହେଲା ସବୁଠୁ ଶ୍ରେଷ୍ଠ ମତ ବା ନିର୍ଦ୍ଦେଶ, ଯାହା ନିଜେ ପରମପିତା ପରମାତ୍ମା ଏହି ସଙ୍ଗମ ଯୁଗରେ ଆମକୁ ଦେଉଛନ୍ତି। ଏହି ଶ୍ରୀମତ୍ ଉପରେ ଚାଲିଲେ ହିଁ ଆମେ ନିଜକୁ ପତିତରୁ ପାବନ କରିପାରିବା ଆଉ ଆଗାମୀ 21 ଜନ୍ମ ପାଇଁ ଉଚ୍ଚରୁ ଉଚ୍ଚ ପଦ ପାଇପାରିବା। ଏମିତିକି ସ୍ୱର୍ଣ୍ଣଯୁଗର ସବୁଠୁ ବଡ଼ ପଦ, ପ୍ରଥମ ରାଜକୁମାର ଶ୍ରୀକୃଷ୍ଣ ବି ପୂର୍ବଜନ୍ମରେ ଏହି ସଙ୍ଗମ ଯୁଗରେ ପରମାତ୍ମାଙ୍କର ଶ୍ରୀମତକୁ ପୂରାପୂରି ମାନି ସେଇ ପଦ ପାଇଥିଲେ। ଏଥିରୁ ହିଁ ଶ୍ରୀମତର ମହତ୍ତ୍ୱ ଜଣାପଡ଼ୁଛି। ଆଉ ମୁଖବଂଶାବଳୀ ସନ୍ତାନ ହେଉଛନ୍ତି ସେହି ଆତ୍ମାମାନେ ଯେଉଁମାନେ ପ୍ରଜାପିତା ବ୍ରହ୍ମାଙ୍କ ମୁଖରୁ ବାବା ଯେଉଁ ଜ୍ଞାନରତ୍ନ ଶୁଣାଉଛନ୍ତି, ତାକୁ ମାନି ନିଜ ଜୀବନରେ ଆଣନ୍ତି ଆଉ ପବିତ୍ରତାର ପ୍ରତିଜ୍ଞା ନେଇ ଜ୍ଞାନ ମାର୍ଗରେ ଚାଲନ୍ତି। ଏମାନେ ବ୍ରହ୍ମାଙ୍କର ଆଧ୍ୟାତ୍ମିକ ପିଲା, ଦେହର ନୁହେଁ। ସାଧାରଣ ମଣିଷ କାମବାସନା ରୂପକ ନିଆଁ ବା କାମ ଚିତା ଉପରେ ବସି, ମାନେ ବିକାରର ବଶରେ ରହି ପିଲା ଜନ୍ମ କରନ୍ତି। କିନ୍ତୁ ବ୍ରହ୍ମା କୁମାର ବା କୁମାରୀ ବିକେ ମାନେ ନିଜେ ପବିତ୍ର ରହିବା ସହିତ ଅନ୍ୟମାନଙ୍କୁ ବି ଏହି କାମ ଚିତାରୁ ଓହ୍ଲାଇ ଆଣି ଜ୍ଞାନ ଚିତାରେ ବସାନ୍ତି। ମାନେ ସେମାନଙ୍କୁ ପବିତ୍ର ଜୀବନ ବଞ୍ଚିବାକୁ ଆଉ ଜ୍ଞାନ ଅମୃତ ପିଇବାକୁ ପ୍ରେରଣା ଦିଅନ୍ତି। ଏଇଟା ବି ଶ୍ରୀମତ ପାଳନର ଗୋଟେ ମୁଖ୍ୟ ଅଂଶ। ସିନେମା ବିଷୟରେ ବି ଗୋଟେ ଚେତାବନୀ ଅଛି ଯେ ଏଇଟା ଗୋଟେ ବଡ଼ ମଇଳା, ଗୋଟେ ରୋଗ, ଯାହାକୁ ମାନେ ଦେଖିବା କଥା ନୁହେଁ। କିନ୍ତୁ ପୁଣି କୁହାଯାଇଛି ଯେ ଯେଉଁମାନେ ଶକ୍ତିଶାଳୀ ସେମାନେ ସେଠି ବି ସେବା କରିପାରିବେ। ଏଇଟା ଟିକେ ଦ୍ୱନ୍ଦ୍ୱ ଭଳି ଲାଗୁଛି, କେମିତି ବୁଝିବା? ହଁ, ଦେଖନ୍ତୁ, ସିନେମା ଆଉ ଏମିତି ଯେଉଁ ମନୋରଞ୍ଜନ ଜିନିଷ ଅଛି, ତାକୁ ଏବେ ବଡ଼ ମଇଳା ବା ରୋଗ କୁହାଯାଇଛି। କାରଣ ସେଥିରେ ବେଶୀ ଭାଗରେ ହିଂସା, କାମବିକାର, ମିଛ ଜିନିଷ ଆଉ ଏମିତି ନେଗେଟିଭ୍ କଥା ଦେଖାଯାଏ, ଯାହା ଦେଖିଲେ ମନ ଉପରେ ଖରାପ ପ୍ରଭାବ ପକାଇପାରେ ଆଉ ଲୋକଙ୍କୁ ବିକାର ଆଡ଼କୁ ଟାଣିପାରେ। ତେଣୁ ଯେଉଁମାନେ ଜ୍ଞାନ ମାର୍ଗରେ ନୂଆ ବା ସାଧାରଣ ସ୍ଥିତିରେ ଅଛନ୍ତି, ସେମାନଙ୍କ ପାଇଁ ଏସବୁଠୁ ପୁରା ଦୂରେଇ ରହିବା ହିଁ ଭଲ, ସୁରକ୍ଷିତ। କିନ୍ତୁ ହଁ, ଯେଉଁମାନେ ଜ୍ଞାନ ଆଉ ଯୋଗରେ ପୁରା ପକ୍କା, ଯାହାଙ୍କର ବୁଦ୍ଧି ଶକ୍ତିଶାଳୀ ଆଉ ସ୍ଥିର, ସେମାନେ ଏମିତି ଜାଗାକୁ ଯାଇ ବି ନିଜ ସ୍ଥିତିକୁ ଠିକ୍ ରଖିପାରନ୍ତି। ଖାଲି ସେତିକି ନୁହେଁ, ସେମାନେ ସେଠି ସେବା ବି କରିପାରିବେ। ସେମାନେ ଲୋକଙ୍କୁ ବୁଝେଇ ପାରିବେ ଯେ ଏଇ ଯେଉଁ ସ୍କ୍ରିନ୍ ଉପରେ ଚାଲିଛି, ସେଟା ଗୋଟେ ଛୋଟ, କାଳ୍ପନିକ ଆଉ କିଛି ସମୟର ସିନେମା। କିନ୍ତୁ ଏଇ ଯେଉଁ ପୁରା ଦୁନିଆ 5000 ବର୍ଷର ଚକ୍ରରେ ଘୁରୁଛି, ଏଇଟା ହେଲା ଅସୀମିତ, ଅସଲି ଆଉ ଅବିନାଶୀ ସିନେମା ବା ନାଟକ। ଏଇ ଅସଲି ନାଟକକୁ ଜାଣିବା ଆଉ ଏଥିରେ ନିଜର ଭଲ ପାର୍ଟ ବଜେଇବା ବେଶୀ ଜରୁରୀ। ଏମିତି ଭାବରେ ସେମାନେ ସୀମିତ ଆଉ ଅସୀମିତର ଫରକ ବୁଝେଇ ଲୋକଙ୍କୁ ସତ ଜ୍ଞାନ ଆଡ଼କୁ ଆଣିପାରିବେ। କିନ୍ତୁ ହଁ, ଏଇଟା ଖାଲି ବହୁତ ସାହସୀ ଆଉ ଶକ୍ତିଶାଳୀ ଆତ୍ମାଙ୍କ ପାଇଁ ହିଁ ସମ୍ଭବ। ଏଇଟା ପରିସ୍ଥିତିକୁ ସେବାର ସୁଯୋଗ କରିବାର ଗୋଟେ ଭଲ ଉଦାହରଣ। ଏବେ ଆସନ୍ତୁ
ସ୍ୱଦର୍ଶନ ଚକ୍ରଧାରୀ ହେବା କଥାଟା ଦେଖିବା। ଏ ଚିହ୍ନଟା ବ୍ରାହ୍ମଣମାନଙ୍କୁ ନ ଦେଇ ଦେବତାମାନଙ୍କୁ କାହିଁକି ଦିଆଯାଏ? ଆଉ ଭକ୍ତିମାର୍ଗର କିଛି କଥା, ଯେମିତି ଶ୍ରୀକୃଷ୍ଣ ରାକ୍ଷସ ମାରିବା, ଦେଖେଇବା କିମ୍ବା ମାଟି ମୂର୍ତ୍ତି ପୂଜାରେ ଅଯଥା ଖର୍ଚ୍ଚ କରିବାକୁ ମୁରଲୀରେ କାହିଁକି ଭଲ କୁହାଯାଏନି? ଦେଖନ୍ତୁ, ସ୍ୱଦର୍ଶନ ଚକ୍ର ଧରିବାର ଅର୍ଥ ହେଲା ନିଜ ଆତ୍ମା ସ୍ୱରୂପକୁ ଜାଣିବା ଆଉ ପୁରା ସୃଷ୍ଟିଚକ୍ରର 84 ଜନ୍ମର ଜ୍ଞାନକୁ ବୁଦ୍ଧିରେ ରଖିବା। ବ୍ରାହ୍ମଣମାନେ ଏହି ଜ୍ଞାନକୁ ଏ ସଙ୍ଗମ ଯୁଗରେ ହିଁ ପାଆନ୍ତି, ଆଉ ଏହି ଜ୍ଞାନ ବଳରେ ସେମାନେ ପୁରୁଷାର୍ଥ କରି ଦେବତା ପଦ ପାଆନ୍ତି। କିନ୍ତୁ ବ୍ରାହ୍ମଣ ଜୀବନ ହେଲା ପୁରୁଷାର୍ଥର ସମୟ। ଏଥିରେ ଉଠାପଢ଼ା ହୋଇପାରେ। ଆଜି ଯିଏ ଭଲ ପୁରୁଷାର୍ଥ କରୁଛି, କାଲି ବୋଧେ ମାୟାରେ ତଳକୁ ଖସି ଯାଇପାରେ। ତେଣୁ ଏଇ ସିଦ୍ଧିର ଚିହ୍ନ ସ୍ୱଦର୍ଶନ ଚକ୍ର ସେଇମାନଙ୍କୁ ଦିଆଯାଇଛି ଯେଉଁମାନେ ଏଇ ପୁରୁଷାର୍ଥରେ ପୁରା ସଫଳ ହୋଇ ସ୍ଥିର ଆଉ ସିଦ୍ଧ ସ୍ୱରୂପ ଦେବତା ପଦ ପାଇସାରିଛନ୍ତି। ଯେମିତି ଶ୍ରୀ ବିଷ୍ଣୁ, ସେମାନଙ୍କର ସ୍ଥିତି ସବୁବେଳେ ଅଟଳ ରହେ। ଆଉ ଭକ୍ତିମାର୍ଗର କିଛି କଥାକୁ ଯେଉଁ ସମାଲୋଚନା କରାଯାଇଛି, ତାର କାରଣ ହେଲା ସେଥିରେ ଥିବା ଅଜ୍ଞାନତା ଆଉ ମେଳ ନଥିବା କଥା। ଯେମିତିକି ଶ୍ରୀକୃଷ୍ଣଙ୍କୁ ପୁରା ଅହିଂସକ, ସର୍ବଗୁଣ ସମ୍ପନ୍ନ ଦେବତା କୁହାଯାଏ, କିନ୍ତୁ ଶାସ୍ତ୍ରରେ ପୁଣି ତାଙ୍କୁ ରାକ୍ଷସଙ୍କ ସହ ଯୁଦ୍ଧ କରି ମାରୁଥିବାର ଦେଖାଯାଏ। ଏ ଦୁଇଟା କଥା ତ ମେଳ ଖାଉନି। ସେମିତି ଲୋକେ ପରମାତ୍ମା ଶିବ ଆଉ ଦେବତା ଶଙ୍କରଙ୍କୁ ଗୋଟିଏ ବୋଲି ଭାବି ନିଅନ୍ତି, ଯାହା ବି ଭୁଲ। ଆଉ ମାଟିର ମୂର୍ତ୍ତି ଗଢ଼ି ତାକୁ ସଜେଇ ପୂଜା କରି ଶେଷରେ ପାଣିରେ ଭସେଇଦେବା, ଏଥିରେ ବହୁତ ସମୟ, ଶକ୍ତି ଆଉ ଖାସ୍ କରି ପଇସା ଖର୍ଚ୍ଚ ହୁଏ। କିନ୍ତୁ ଏଥିରୁ କିଛି ସବୁଦିନିଆ ଆଧ୍ୟାତ୍ମିକ ଲାଭ ମିଳେନି। ବରଂ ଏହି ଅଯଥା ଖର୍ଚ୍ଚ ଲୋକଙ୍କୁ ବେଳେବେଳେ ଆର୍ଥିକ ଅସୁବିଧା ବା ଦେବାଳିଆ ଅବସ୍ଥାକୁ ନେଇଯାଏ। ବୁଝିଲି। ମାନେ ଭକ୍ତିର ଉଦ୍ଦେଶ୍ୟ ଭଲ ଥାଇପାରେ, କିନ୍ତୁ ଠିକ୍ ଜ୍ଞାନ ନଥିଲେ ଏହା ଓଲଟା ଫଳ ଦେଇପାରେ। ଅନ୍ୟପଟେ ବାବାଙ୍କ ଦ୍ୱାରା ଦିଆଯାଉଥିବା ଜ୍ଞାନ ମାର୍ଗ କେମିତି ଅଲଗା? ହଁ, ବାବାଙ୍କ ଦ୍ୱାରା ଦିଆଯାଉଥିବା ଜ୍ଞାନ ମାର୍ଗ ପୁରା ଅଲଗା। ପ୍ରଥମ କଥା, ଏଇଟା ଉପରକୁ ନେଇଯାଏ, ମାନେ ଆତ୍ମାକୁ ପତିତରୁ ପାବନ ଆଉ ମଣିଷରୁ ଦେବତା ବନାଏ। ଦ୍ୱିତୀୟରେ, ଏଥିରେ ଗୋଟିଏ ପଇସାର ବି ଶାରୀରିକ ଖର୍ଚ୍ଚ ନାହିଁ। ଖାଲି ବୁଦ୍ଧିରେ ଜ୍ଞାନକୁ ଧରିବାକୁ ହୁଏ ଆଉ ବାବାଙ୍କୁ ମନେ ପକାଇବାକୁ ଅଭ୍ୟାସ କରିବାକୁ ହୁଏ। ତୃତୀୟରେ, ଏଇଟା ଦେବାଳିଆ କରେନି, ବରଂ 21 ଜନ୍ମ ପାଇଁ ଅସଲି ସୁଖ, ଶାନ୍ତି ଆଉ ସମୃଦ୍ଧିର ଉତ୍ତରାଧିକାରୀ କରାଏ। ବାବାଙ୍କ ଶିକ୍ଷା ଦ୍ୱାରା ଆମ ବୁଦ୍ଧିରୂପକ ଜ୍ଞାନର ତୃତୀୟ ନେତ୍ର ଖୋଲିଯାଏ, ଯାହାଦ୍ୱାରା ଆମେ ଆତ୍ମା, ପରମାତ୍ମା ଆଉ ସୃଷ୍ଟିଚକ୍ରର ପୁରା ରହସ୍ୟକୁ ସଫା ଭାବେ ବୁଝିପାର। ଏଇଟା ହିଁ ଅସଲି ଅମର କଥା, ଯାହା ନିଜେ ଅମର ବାବା ଆସି ଶୁଣାନ୍ତି ଆଉ ଆମକୁ ଅମର ପଦ ଦିଅନ୍ତି। ସନ୍ତୁଷ୍ଟତା ବିଷୟରେ ବି ମୁରଲୀରେ ଗୋଟେ ଭଲ ସଂକେତ ଅଛି। ସନ୍ତୋଷୀ ଦେବୀଙ୍କୁ ଖାଲି ସ୍ୱର୍ଣ୍ଣଯୁଗର ଦେବୀ କୁହାଯାଇଛି, କାରଣ ସେଠି ଦେବତାମାନେ ସବୁବେଳେ ସନ୍ତୁଷ୍ଟ। ଏହାର କାରଣ କ'ଣ, ଆଉ ଏବେ ଏହାର କ'ଣ ପ୍ରାସଙ୍ଗିକତା? ହଁ, ସ୍ୱର୍ଣ୍ଣଯୁଗରେ ଦେବତାମାନେ ସବୁବେଳେ ସନ୍ତୁଷ୍ଟ ରହିବାର ମୁଖ୍ୟ କାରଣ ହେଲା ସେଠି କୌଣସି ଜିନିଷର ଅଭାବ ନଥାଏ, କିଛି ଅପ୍ରାପ୍ତି ନଥାଏ। ସେମାନଙ୍କ ପାଖରେ ସ୍ୱାସ୍ଥ୍ୟ, ଧନ, ସୁଖ, ଶାନ୍ତି, ସୁନ୍ଦରତା, ଲମ୍ବା ଆୟୁଷ ସବୁକିଛି ବହୁତ ମାତ୍ରାରେ ଥାଏ। ସେମାନେ ଅସଲିରେ କୋଟିପତି ବରଂ ପଦ୍ମପତି ଥାନ୍ତି। ଯେତେବେଳେ କୌଣସି ଅଭାବ ନାହିଁ, କିଛି ଅପୂର୍ଣ୍ଣତା ନାହିଁ, ସେତେବେଳେ କୌଣସି ଇଚ୍ଛା ବା କାମନା ବି ଆସେ ନାହିଁ। ତେଣୁ ଅସନ୍ତୋଷର ପ୍ରଶ୍ନ ଉଠେନି। ସେଥିପାଇଁ ସେମାନେ ଆପେ ଆପେ ସବୁବେଳେ ସନ୍ତୁଷ୍ଟ ରହନ୍ତି। ଏବେ କଳିଯୁଗରେ ମଣିଷ ଅସୀମ ଇଚ୍ଛା ଆଉ ଅଭାବର ଚକ୍ରରେ ପଡ଼ିଛି, ତେଣୁ ସବୁବେଳେ ଅସନ୍ତୁଷ୍ଟ। ପରମପିତା ପରମାତ୍ମା ଏଇ ସଙ୍ଗମ ଯୁଗରେ ଆସି ଆମକୁ ସେ ସବୁବେଳେ ସନ୍ତୁଷ୍ଟ ରହିବାର କଳା ଶିଖାଉଛନ୍ତି। ସେ ତ ସମସ୍ତଙ୍କ ପାଇଁ ସଦ୍ଗତି ଦାତା, ଯିଏ ଆମକୁ 21 ଜନ୍ମର ସୁଖ ଶାନ୍ତିର ଉତ୍ତରାଧିକାର ଦେବାକୁ ଆସିଛନ୍ତି। ଯେତେବେଳେ ଆମେ ତାଙ୍କୁ ଏକମାତ୍ର ଦାତା ଭାବି ମନେ ପକାଉ, ଆମର ସବୁ ପାପକର୍ମ ଧୀରେ ଧୀରେ କଟିଯାଏ ଆଉ ଆମେ ଶତପ୍ରଧାନ ସ୍ଥିତି ଆଡ଼କୁ ଯାଉ। ଏଇ ମନେ ପକାଇବାର ଯାତ୍ରା ହିଁ ଆମକୁ ଏବେବି ସନ୍ତୁଷ୍ଟତାର ଅନୁଭବ କରାଏ। ପବିତ୍ର ହୁଅ ନାହିଁ, କାରଣ ସେହି ପବିତ୍ର ଦୁନିଆକୁ ଯିବାକୁ ହେଲେ ନିଜକୁ ଆଗ ଏଠି ପବିତ୍ର ବନେଇବାକୁ ହବ। ଏହି ପବିତ୍ରତାର ବ୍ରତ ହିଁ ସବୁଠୁ ବଡ଼ ବ୍ରତ। ତେବେ ଏ ପୁରା ଆଲୋଚନାରୁ ଆମେ ପ୍ରତିଦିନ ଜୀବନରେ ଧାରଣ କରିବା ପାଇଁ ମୁଖ୍ୟ ସାର କ'ଣ ପାଇଲେ? ମୁରଲୀରେ ତ ଦୁଇଟା ମୁଖ୍ୟ କଥା କୁହାଯାଇଛି। ହଁ, ଧାରଣା ପାଇଁ ଦୁଇଟା ମୁଖ୍ୟ ସାରାଂଶ ହେଲା 1. କେବଳ ଜଣେ ପରମପିତା ପରମାତ୍ମାଙ୍କ ଶ୍ରୀମତ ବା କଥା ମାନି ଚାଲିବାକୁ ଚେଷ୍ଟା କରିବା ଆଉ ସବୁବେଳେ ସନ୍ତୁଷ୍ଟ ରହିବା।
ମନରେ କୌଣସି ଦୁନିଆର ବା ଅଦରକାରୀ ଇଚ୍ଛା ନ ରଖି ଖାଲି ବାବାଙ୍କଠୁ ସବୁ ମିଳିବାର ଅନୁଭବ କରି ନିଜକୁ ଆଧ୍ୟାତ୍ମିକ ଭାବେ କୋଟିପତି ବା ପୂର୍ଣ୍ଣ ଅନୁଭବ କରିବା। 2. ଯେତେ ସମ୍ଭବ ନିଜକୁ ଖରାପ ପ୍ରଭାବ ଯେମିତିକି ବିକାର ବଢ଼ଉଥିବା ସିନେମା ବା ସଂଘଠୁ ଦୂରେଇ ରଖିବା। କିନ୍ତୁ ହଁ, ଯଦି କେହି ଜ୍ଞାନ ଯୋଗରେ ବହୁତ ଶକ୍ତିଶାଳୀ ଆଉ ସାହସୀ, ତେବେ ସେ ଏମିତି ପରିସ୍ଥିତିରେ ବି ସୀମିତ ଆଉ ଅସୀମିତ ନାଟକର ଫରକ ବୁଝେଇ ସେବାର ସୁଯୋଗ ବାହାର କରିପାରିବେ। ଏହା ସହିତ ଗୋଟେ ସୁନ୍ଦର ବରଦାନ ଆଉ ସ୍ଲୋଗାନ ବି ଅଛି। ହଁ, ବରଦାନଟି ହେଉଛି ନିଜର ସ୍ୱ-ଉନ୍ନତି ଏବଂ ସେବାରେ ସଦା ବୃଦ୍ଧି ଅନୁଭବ କରୁଥିବା ଅନୁଶାସନଯୁକ୍ତ ତୀବ୍ର ପୁରୁଷାର୍ଥୀ ଭବ। ଏହାର ଅର୍ଥ ହେଲା ବ୍ରାହ୍ମଣ ଜୀବନ ଗୋଟେ ଅନୁଶାସନ ଭିତରେ ରହିବା ଦରକାର। ପ୍ରତିଦିନ ନିଜର ସଂକଳ୍ପ, କଥା, କାମ ଆଉ ସମ୍ପର୍କ ସମ୍ବନ୍ଧକୁ ଦେଖିବା ଦରକାର ଯେ ସେଥିରେ କିଛି ଉନ୍ନତି ହେଉଛି ନା ନାହିଁ। ଯଦି ଉନ୍ନତି ଲାଗୁନି, ତେବେ ନିରାଶ ନ ହୋଇ ତାର କାରଣ ଖୋଜି ତାକୁ ଠିକ୍ କରିବାକୁ ହେବ। ଏମିତି କଲେ ନିଶ୍ଚୟ ଉନ୍ନତି ହେବ। ଆଉ ସ୍ଲୋଗାନଟି ହେଉଛି ସଫାଇ ଏବଂ ସଚ୍ଚାଇରେ ଭରପୁର ହେବା ହିଁ ବାସ୍ତବିକ ପବିତ୍ରତା। ମାନେ ମନ, କଥା, କାମରେ ସଫାସୁତରା ରହିବା ଆଉ ସତ କହିବା ହିଁ ଅସଲି ପବିତ୍ରତାର ମୂଳ। ଶେଷରେ ଗୋଟେ ଅବ୍ୟକ୍ତ ସଂକେତ ଦିଆଯାଇଛି ଯାହା ବହୁତ ଗଭୀର ଲାଗୁଛି। ଯୋଗର ଶକ୍ତି ଦ୍ୱାରା ନିଜ ଉପରେ ଆଉ ଅନ୍ୟମାନଙ୍କ ଉପରେ ମନ ଦ୍ୱାରା ପ୍ରୟୋଗ କରିବା। ଯେତେବେଳେ କଥାରେ କାମ ହେଉନି, ସେତେବେଳେ ଶୁଭ ଭାବନା ଦେଇ ପରିବର୍ତ୍ତନ ଆଣିବା। ଏହାର ମାନେ କ'ଣ? ଏଇଟା ପ୍ରକୃତରେ ମନର ଶକ୍ତି ଆଉ ମନତାର ଶକ୍ତିର ଗୋଟେ ସୂକ୍ଷ୍ମ କିନ୍ତୁ ବହୁତ ପ୍ରଭାବଶାଳୀ ପ୍ରୟୋଗ ବିଷୟରେ କହୁଛି। ଅନେକ ଥର ଆମେ ଦେଖୁ ଯେ କଥା କହିବା ବା ବାହାରୁ ଚେଷ୍ଟା କରି ବି କିଛି ବଦଳୁନି ବା ପରିସ୍ଥିତି ଠିକ୍ ହେଉନି। ସେମିତି ଜାଗାରେ ନିଜର ଭିତର ସ୍ଥିତିକୁ ଶକ୍ତିଶାଳୀ କରି ଚୁପ୍ ରହି ଶୁଦ୍ଧ ଆଉ ଶକ୍ତିଶାଳୀ ସଂକଳ୍ପ କରି ସାମ୍ନାରେ ଥିବା ଆତ୍ମା ପାଇଁ ଶୁଭ ଭାବନା, ଶୁଭକାମନା ପଠେଇବା ଦ୍ୱାରା ଏବଂ ନିଜର ଦୃଷ୍ଟି ବା ଆଖିର ଭାଷାରେ କରୁଣା ଓ ସ୍ନେହର ଭାବ ଦେଖାଇବା ଦ୍ୱାରା ବି ବହୁତ ଭଲ ପରିବର୍ତ୍ତନ ଆସିପାରେ। ଏଇଟା ଗୋଟେ ଗଭୀର ସ୍ତରର ଯୋଗ ପ୍ରୟୋଗ, ଯେଉଁଠି କଥା କାମ ଦିଏନି, ସେଠି ସୂକ୍ଷ୍ମ ଶକ୍ତି କାମ କରେ। ତାହେଲେ ଆଜିର ଏହି ଆଲୋଚନାରୁ ଆମେ ବହୁତ ଗୁଡ଼େ ମୁଖ୍ୟ କଥା ଜାଣିଲେ। ଆତ୍ମା ସଚେତନତା ହିଁ ଘରକୁ ଫେରିବାର ସହଜ ବାଟ। ଅମରତ୍ୱ ଆଉ ସୃଷ୍ଟି ନାଟକର ଜ୍ଞାନ ମୋହକୁ ଜିତିବାର ଚାବି। ପବିତ୍ରତା, ଖାସ୍ କରି କାମ ବିକାର ଉପରେ ଜିତିବା ଦେବତା ପଦର ମୂଳ। ଅସଲି ଉତ୍ତରାଧିକାର କେବଳ ବାବାଙ୍କଠୁ ମିଳେ, ଆଉ ଶ୍ରୀମତ୍ ପାଳନ କଲେ ହିଁ ତାହା ମିଳିବ। ଠିକ୍ ଜ୍ଞାନ ବିନା ଭକ୍ତି ଭୁଲ ବାଟକୁ ନେଇପାରେ, କିନ୍ତୁ ଜ୍ଞାନ ମାର୍ଗ ସବୁଦିନ ପାଇଁ ସୁଖ ଆଣେ। ଆଉ ଶେଷରେ ସନ୍ତୁଷ୍ଟତା ପାଇବା ଆଉ ସୂକ୍ଷ୍ମ ମାନସିକ ଶକ୍ତିକୁ ବ୍ୟବହାର କରିବା ବି ସମ୍ଭବ। ହଁ, ଆଉ ଏଇ ଶେଷ ଅବ୍ୟକ୍ତ ସଂକେତଟା ଗୋଟେ ଗଭୀର ଚିନ୍ତା ପାଇଁ ବାଟ ଖୋଲି ଦଉଛି। ଆମେ ସମସ୍ତେ ଆମ ଭିତରର ସ୍ଥିତି, ଯେମିତି ଶୁଭ ଭାବନା ଆଉ ଶୁଦ୍ଧ ସଂକଳ୍ପର ଶକ୍ତିକୁ କେତେ ସଚେତନ ହୋଇ ବ୍ୟବହାର କରୁଛୁ। ଖାସ୍ କରି ଯେତେବେଳେ ବାହାର କଥାବାର୍ତ୍ତା ବା ଚେଷ୍ଟା କାମ ଦଉନି ବୋଲି ଲାଗୁଛି, ସେତେବେଳେ ଏଇ ସୂକ୍ଷ୍ମ ଚୁପଚାପ ଶକ୍ତିର ପ୍ରୟୋଗକୁ ଆମେ କେମିତି ଆହୁରି ଭଲ ଭାବରେ ନିଜ ଜୀବନରେ ଆଉ ସେବାରେ ଲଗେଇ ପାରିବା। ଏଇଟି ନିଶ୍ଚୟ ଗୋଟେ ଗଭୀର ଅନୁଭବ ଆଉ ଅଭ୍ୟାସର କଥା। ନିଶ୍ଚିତ ଭାବରେ ଏହା ଏକ ମହତ୍ତ୍ୱପୂର୍ଣ୍ଣ ବିଚାର। ଶ୍ରୋତାମାନଙ୍କୁ ଆମେ ଅନୁରୋଧ କରୁଛୁ ଏସବୁ ଶିକ୍ଷା ଆଉ ଖାସ୍ କରି ଏ ଶେଷ ବିଚାର ଉପରେ ମନନ ଚିନ୍ତନ କରିବା ପାଇଁ। ଆପଣଙ୍କର ଅନୁଭବ ଓ ବିଚାର କ'ଣ, ତାହା ଜଣାଇବା ସହିତ ମନ୍ତବ୍ୟ ବକ୍ସରେ ଓମ୍ ଶାନ୍ତି ଲେଖିବାକୁ ଅନୁରୋଧ। ସତ୍ୟ ଜ୍ଞାନର ଆଲୁଅ ଆଉ ଆଧ୍ୟାତ୍ମିକ ଶାନ୍ତି ଓ ଆନନ୍ଦକୁ ଅନ୍ୟମାନଙ୍କ ପାଖରେ ପହଞ୍ଚାଇବା ପାଇଁ ଏବଂ ବାବାଙ୍କର ଆଶୀର୍ବାଦ ପାଇବା ପାଇଁ ଏହି ଆଲୋଚନାକୁ ନିଜ ବନ୍ଧୁ ଓ ପରିବାର ଲୋକଙ୍କ ସହ ନିଶ୍ଚୟ ସେୟାର କରନ୍ତୁ। ଓମ୍ ଶାନ୍ତି। ଆପଣ ଶୁଣୁଛନ୍ତି ରେଡିଓ ତୋଷାଳୀ, ଆମ ମାଟିର ସ୍ୱର।